କେଉଁ ମାସରେ କେଉଁ ଖାଦ୍ୟ ଖାଇବା ଉଚିତ? ସ୍ୱାସ୍ଥ୍ୟ ସମ୍ବନ୍ଧୀ ଆବଶ୍ୟକ ସୂଚନା ଧ୍ୟାନ ଦେବେ। ଚୈତ୍ର ମାସରେ ନିମ ଖାଇବା ଉଚିତ। ଚୈତ୍ର ମାସରେ ଗୁଡ଼ ଖାଇବେ ନାହିଁ। ବୈଶାଖ ମାସରେ ଭାତଟା ପ୍ରିୟ, ଭାତ ଖାଇବା ଉଚିତ। ବୈଶାଖ ମାସରେ ନୂଆ ତିଆରି ତେଲ ଖାଅ ନାହିଁ। ଜ୍ୟେଷ୍ଠ ମାସ ଦ୍ୱିପ୍ରହରରେ ଶୋଇବା ଉଚିତ। ଜ୍ୟେଷ୍ଠ ମାସରେ ଦ୍ୱିପ୍ରହରରେ ଚାଲିବ ନାହିଁ। ଆଷାଢ଼ ମାସ ଘର ମରାମତି ପାଇଁ ଭଲ। ଆଷାଢ଼ ମାସରେ ପାକଲା ବେଲ ଖାଇବେ ନାହିଁ। ଶ୍ରାବଣ ମାସରେ ଭଜନ କୀର୍ତ୍ତନ ଭଗବାନଙ୍କ ନାମ ଗୁଣଗାନ କରିବା ଭଲ। ଶ୍ରାବଣ ମାସରେ ଶାଗ ଖାଅ ନାହିଁ। ଭାଦ୍ରବ ମାସରେ ଚଣା ଖାଇବା ଉଚିତ। ଭାଦ୍ରବ ମାସରେ ଦହି ଖାଅ ନାହିଁ। ଆଶ୍ୱିନ ମାସରେ ଗୁଡ଼ ଖାଇବା ଉଚିତ। ଆଶ୍ୱିନ ମାସରେ କଲରା ଖାଅ ନାହିଁ। କାର୍ତ୍ତିକ ମାସରେ ମୂଳା ଖାଇବା ଉଚିତ। କାର୍ତ୍ତିକ ମାସରେ କୌଣସି ଜାଗାରେ ବା ଜମି ଉପରେ ଶୁଅନ୍ତୁ ନାହିଁ। ମାର୍ଗଶିର ମାସରେ ତେଲ ଲଗାଇବା ଭଲ। ମାର୍ଗଶିର ମାସରେ ଜିରା ଖାଇବା ଅନୁଚିତ। ପୌଷ ମାସରେ ଦୁଧ ଖାଇବା ଉଚିତ। ପୌଷ ମାସରେ ଧନିଆ ଖାଇବ ନାହିଁ। ମାଘ ମାସରେ ଖିଚୁଡ଼ି ଖାଇବା ଭଲ। ମାଘ ମାସରେ ମିଶ୍ରି ଖାଅ ନାହିଁ। ଫଗୁଣ ମାସରେ ଚଣା ଖାଅ ନାହିଁ। ଫଗୁଣ ମାସରେ ସକାଳୁ ସ୍ନାନ କରି ଖାଦ୍ୟ ଖାଇଲେ ଉତ୍ତମ ସ୍ୱାସ୍ଥ୍ୟ ରହିବ। ଇଏ ହେଉଛି ଶାସ୍ତ୍ରଗତ କଥା।